ମୁଁ ଡକ୍ଟର ମୁରଲୀଧର ସୁତାର। ଆଜି ଆମେ ଏପରି ଏକ ବିଷୟବସ୍ତୁ ଉପରେ ଆଲୋଚନା କରିବା ଯେଉଁଥିପାଇଁ ଆଜି ସମାଜରେ ଘୃଣା, ହିଂସା, ରକ୍ତପାତ, ବିଭିନ୍ନ ଯୁଦ୍ଧର ବିଭୀଷିକା ଆମକୁ ଦେଖିବାକୁ ମିଳୁଛି। ସେ ହେଉଛି ଧର୍ମ। ପ୍ରକୃତରେ ଧର୍ମ ଆମକୁ ଏପରି କରିବା ପାଇଁ ଶିଖେଇଥାଏ ନା ପ୍ରକୃତରେ ଧର୍ମକୁ ଆମେ ଭୁଲ ବୁଝିବା ଦ୍ୱାରା ଏଭଳି ଘଟିଥାଏ, ସେ ବିଷୟରେ ଆମେ ଆଜି ଆଲୋଚନା କରିବା। ଗୀତାରେ ଗୋଟିଏ ଶ୍ଲୋକ ଅଛି, ସ୍ୱଧର୍ମ ନିଧନମ୍ ଶ୍ରେୟ ପରଧର୍ମ ଭୟାବହ। ଅର୍ଥାତ୍ ନିଜ ଧର୍ମ ପାଳନ କରିକି ମୃତ୍ୟୁବରଣ କରିବା ବରଂ ଭଲ, କିନ୍ତୁ ଅନ୍ୟ ଧର୍ମ ପାଳନ କରିବା ଭୟାବହ। ତ ଏଇ କଥା ଗୀତାରେ ଶ୍ରୀକୃଷ୍ଣ 3500 ବର୍ଷ ତଳେ କହିଥିଲେ। ତ ସେତେବେଳେ କୌଣସି ଧର୍ମବାଦ ଅର୍ଥାତ୍ ବୌଦ୍ଧ ଧର୍ମ, ହିନ୍ଦୁ ଧର୍ମ, ଖ୍ରୀଷ୍ଟିଆନ, ଇସଲାମ ଏସବୁ ଆସିନଥିଲା। ତାର ବହୁ ବର୍ଷ ପରେ ଏସବୁ ଆସିଲା। ଯେପରି 2500 ବର୍ଷ ତଳେ ବୌଦ୍ଧଦେବ ଜନ୍ମ ହୋଇଥିଲେ ଏବଂ ଯୀଶୁଖ୍ରୀଷ୍ଣ 2000 ବର୍ଷ ତଳେ ଏବଂ ହଜରତ ମହମ୍ମଦ 1400 ବର୍ଷ ତଳେ ଜନ୍ମ ହୋଇଥିଲେ। ଏସବୁ ବହୁତ ପରେ ଆସିଲା। ତେଣୁ ଏ ଶ୍ଲୋକରେ ଏ ଧର୍ମ ଉପରେ ଆଲୋକପାତ କରାଯାଇ ନାହିଁ। ପ୍ରକୃତରେ ଏଗୁଡ଼ିକ ଧର୍ମବାଦ ବା ଧର୍ମମତ ବା ଏକୁ ହିନ୍ଦୀରେ ମଜହବ ବୋଲି କୁହାଯାଏ, ତାକୁ ଇଂଲିଶରେ ରିଲିଜିଅନ୍ କହନ୍ତି। କିନ୍ତୁ ପ୍ରକୃତରେ ଧର୍ମର ପ୍ରତିଶବ୍ଦ କୌଣସି ନାହିଁ। ଯଦି ଇଂଲିଶରେ କୁହାଯାଏ ତାକୁ ସ୍ପିରିଚୁଆଲିଟି କୁହାଯିବ। ତେଣୁ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ, ଜୈନ ଏ ସବୁଗୁଡ଼ିକ ହେଉଛନ୍ତି ରିଲିଜିଅନ୍ ବା ମଜହବ। ତେଣୁ ପ୍ରକୃତ ଧର୍ମ କାହାକୁ କୁହାଯାଏ? ତ ଧର୍ମର ବ୍ୟାଖ୍ୟା କରିବାକୁ ଯାଇ କୁହାଯାଇଛି, ଧୃ ଧାତୁରୁ ମନ ପ୍ରତ୍ୟୟ ଧର୍ମ ଶବ୍ଦ ଉତ୍ପନ୍ନ ହୋଇଛି। ଧର୍ମ ଅର୍ଥ ଧାରଣ କରିବା, ଯାହା ଧରି ରଖିଛି। ଯେପରି ନିଆଁର ଧର୍ମ ଜାଳିଦେବା, ପାଣିର ଧର୍ମ ଭିଜେଇ ଦେବା, ପବନର ଧର୍ମ ଶୁଖେଇ ଦେବା ଏବଂ କ୍ଷୀରର ଧର୍ମ ଧବଳତା, ଏଇଭଳି ହେଉଛି ତା'ର ପ୍ରକୃତର ମୌଳିକ ଧର୍ମ ବା ତା'ର ସତ୍ତାଗତ ବୈଶିଷ୍ଟ୍ୟ ବା ଇନହେରେଣ୍ଟ କ୍ୟାରେକ୍ଟରିଷ୍ଟିକ୍ ଅଫ୍ ଏ ଅବଜେକ୍ଟ। ଠିକ୍ ସେହିପରି ଗଛର ଗୋଟିଏ ତା'ର ନିଜସ୍ୱ ଧର୍ମ ଅଛି। ଯେପରି ସେ ଗୋଟିଏ ଜାଗାରେ ବଢ଼ିବ ଏବଂ ମାଟି ତଳୁ ଖାଦ୍ୟ ସଂଗ୍ରହ କରିକି ତା'ର ସେ ଜାଗାରେ ସ୍ଥିର ଭାବରେ ଶୋଷଣ କରି ଖାଇବ। ସେଭଳି ପ୍ରତ୍ୟେକ ଜୀବଜଗତରେ ମଧ୍ୟ କିଛି ତା'ର ମୌଳିକ ଧର୍ମ ଅଛି। ଯେଭଳି ଆହାର, ନିଦ୍ରା, ଭୟ, ମୈଥୁନ। ପ୍ରତ୍ୟେକ ଜୀବଜଗତ ତାକୁ ଭୋକ ଲାଗିଲେ ଖାଇବ, ନିଦ ହେଲେ ଶୋଇବ ଏବଂ ତାକୁ କୌଣସି ଯଦି ବିପଦ ଆସେ ସେ ସମୟରେ ସେ ବିପଦରୁ ରକ୍ଷା କରିବା ପାଇଁ ସେ ଭୟଭୀତ ହୋଇ ଅନ୍ୟ କୋଉଠାରେ ସେ ପଳେଇଯିବ ବା କୌଣସି ଶତ୍ରୁ ସାଙ୍ଗରେ ଲଢ଼େଇ କରିବ ଏବଂ ତା'ର ବଂଶ ବିସ୍ତାର କରିବା ପାଇଁ ଯୌନ ସମ୍ପର୍କ ରକ୍ଷା କରେ। ଏଇଗୁଡ଼ିକ ହେଉଛି ପ୍ରତ୍ୟେକ ଜୀବର ମୌଳିକ ଧର୍ମ ବା ତା'ର ଇନହେରେଣ୍ଟ କ୍ୟାରେକ୍ଟରିଷ୍ଟିକ୍ ବା ଇନଷ୍ଟିକ୍ଟ ବୋଲି କୁହାଯାଏ। ଠିକ୍ ଯେହେତୁ ମଣିଷ ଗୋଟିଏ ଜୀବ, ତା କତିରେ ଏଇସବୁ ଗୁଣ ରହିବାଟା ସ୍ୱାଭାବିକ। କିନ୍ତୁ ଯେହେତୁ ସିଏ ଗୋଟିଏ ମନନଶୀଳ ଜୀବ, ତା'ର ବିଚାର କରିବା ଶକ୍ତି ଅଛି, ସେଥିପାଇଁ ତାକୁ ମଣିଷ ବୋଲି କୁହାଯାଏ। ସେଥିପାଇଁ ମଣିଷର ମଧ୍ୟ କେତେକ ନିର୍ଦ୍ଦିଷ୍ଟ ସ୍ୱଭାବ ରହିଛି। ସେଗୁଡ଼ିକ ହେଲା ବିସ୍ତାର, ରସ, ସେବା, ତତ୍ସ୍ଥିତି। ତ ଏଇଗୁଡ଼ିକୁ କୁହାଯାଏ ମାନବ ଧର୍ମ ବା ଭାଗବତ ଧର୍ମ ବା ସନାତନ ଧର୍ମ। କାରଣ ପ୍ରତ୍ୟେକ ମଣିଷ ଜନ୍ମ ହେବାଠୁ ଏଇ ଗୁଣଗୁଡ଼ିକ ଧରିକି ଆସିଛି ଏବଂ ଏବେ ବି ରହିଛି ଏବଂ ସବୁଦିନ ପର୍ଯ୍ୟନ୍ତ ମଧ୍ୟ ରହିବ। ବିସ୍ତାର କ'ଣ ନା, ପ୍ରତ୍ୟେକ ମଣିଷ ଚାହେଁ ମୁଁ ବଡ଼ ହେବି। ଆଜି ତା'ର ମାନ, ସମ୍ମାନ, ଯଶ, ଖ୍ୟାତି, ଧନ, ସମ୍ପଦ, ଜ୍ଞାନ ସବୁରେ ସେ ବଡ଼ ହେବା ପାଇଁ ଚାହେଁ। ଏ ହେଉଛି ମଣିଷର ଗୋଟେ ମୌଳିକ ସ୍ୱଭାବ। ତ ସେଥିପାଇଁ ସେ ଆଜି ଯିଏ ୱାର୍ଡ଼ ମେମ୍ବର ଅଛି, କାଲି ସେ ଚାହିଁବ ସରପଞ୍ଚ ହେବା ପାଇଁ, ତାପରେ ସେ ଚାହିଁବ MLA ହେବା ପାଇଁ, ତାପରେ ଚାହିଁବ ମନ୍ତ୍ରୀ ହେବା ପାଇଁ, ତାପରେ ଚାହିଁବ ମୁଖ୍ୟମନ୍ତ୍ରୀ, ତାପରେ ପ୍ରଧାନମନ୍ତ୍ରୀ। ଏଭଳି ସେଭଳି ସେ ଗୋଟେ ଅନନ୍ତ କ୍ଷୁଧା ତା ପାଖରେ ଥାଏ। ସେଥିପାଇଁ ଧର୍ମର ବ୍ୟାଖ୍ୟା ଦେବାକୁ କହିଛି, ଧର୍ମକୁ ବୁଝିବା ପାଇଁ ଯାଇକି ପ୍ରକୃତରେ ଏଇ ଯେଉଁ ତା'ର ମୌଳିକ ଗୁଣ ତାକୁ କୁହାଯାଇଛି ବୃହତ ଏଷଣା ପ୍ରଣିଧାନଞ୍ଚ ଧର୍ମ। ତା ବୃହତକୁ ପାଇବାର ଯେଉଁ ତା'ର ଏଷଣା ଅଛି ବା ଇଚ୍ଛା ଅଛି, ତାକୁ ହିଁ ଧର୍ମ କୁହାଯାଏ। ତେଣୁ ଏଇ ମଣିଷର ମନକୁ ବିସ୍ତାର କରିବାକୁ ହେଲେ ତା'ର ପ୍ରଥମ ଗୁଣଟିକୁ ତାକୁ କ'ଣ କରିବାକୁ ପଡ଼ିବ? ତା'ର ମନର 5ଟି କୋଷ ଅଛି, କାମମୟ, ମନମୟ, ଅତିମାନସ, ବିଜ୍ଞାନମୟ, ହିରଣ୍ୟମୟ। ଏଇ 5 କୋଷ ପାର ହେଲା ପରେ ସେ ଯାଇକି ପରମ ଚେତନାରେ ବା ଭୂମା ଚେତନାରେ ପହଞ୍ଚିଥାଏ। ସେଥିପାଇଁ ଆମକୁ ସାଧନା କରିବାକୁ ପଡ଼ିବ। ଯେପରି ଅଷ୍ଟାଙ୍ଗ ଯୋଗ ସାଧନା, ତାହା ହେଲା ଯମ, ନିୟମ, ଆସନ, ପ୍ରାଣାୟାମ, ପ୍ରତ୍ୟାହାର, ଧାରଣା, ଧ୍ୟାନ, ସମାଧି। ଏଇ ଅଷ୍ଟାଙ୍ଗ ଯୋଗ ସାଧନା ବେଳେ ମନର ବିକାଶ ବା ବିସ୍ତାର ଲାଭ କରାଯାଇପାରିବ। ଦ୍ୱିତୀୟଟି ହେଲା ମାନବ ଧର୍ମର ସ୍ୱଭାବ, ସେ ସବୁବେଳେ ସୁଖ ଚାହେଁ। ଅନନ୍ତମ ସୁଖମ ଆନନ୍ଦମ। ତେଣୁ ଆନନ୍ଦ ମଧ୍ୟ ଚାହେଁ। ପ୍ରତ୍ୟେକ ସମୟରେ ସେ ସୁଖ ଚାହେଁ। କ'ଣ? ଯେଉଁ କୌଣସି ଜିନିଷ ଖୋଜୁଛି ଯେତେବେଳେ ପାଇଯାଏ ତାକୁ ଭାରି ଖୁସି ଲାଗେ। ତାକୁ କୁହାଯାଏ ଅନୁକୂଳ ବେଦନୀୟ ସୁଖମ। ଯେତେବେଳେ ସେ ସୁଖ କିନ୍ତୁ ସରିଯାଇଥାଏ,
पुणी जो अनंत सुख पाए ताकू कहुए आनंद अनंत सुख को आनंद ही कहुए तो से अनंत सुख केतले पाइब जेतले अनंत वस्तु पाइब से आनंद ब्रह्म इत्या हो ते जो ब्रह्म सत्ता को अनंत सत्ता को पाए से जाए आनंद पाए से आम को कौन करने पड़ो ना प्रत्येक सत्तार प्रत्येक जीवजंतु समस्त पाखे जो आम भाभी जे या भीतर ब्रह्म सत्ता अच्छी से जाकि आम प्रकृत में आनंद पाइपर से आम आउ स्वार्थपर होमें भावा नहीं जे मो परिवार से भावा मो परिवार ही मोर मो गाँ ही मोर मो देश ही मोर सारा विश्व ब्रह्मांड समस्त जीवजगत ही मोर से मनीष बुझीपर जे जड़े हरि स्थले हरि अनल अनिले हरि हरिमय संसार अर्थात सकल घटे नारायण से सी कहबनी गाई की पूजा करी खासी की खाइबी कुकुड़ा को खाइबी कि माछ को खाइबी तेणु सबू जीव भितर तार ब्रह्म भाव देखे माने अनुभव हम से समस्त को भल पाइबा शिखब तार जत्न नवा शिखब तेणु ये हूँ गोटे द्वितीय हूँ मानव धर्मर स्वभाव तृतीयटी है सेवा सेवा अर्थ कौन स्वार्थ न रखी क्या जो सेवा करा जाए जार जत्न नि जाए ताकू कहुए सेवा तो सेवा विशेष करके पशु कर न था कि मनीष करें से सेवा हूँ चारि प्रकार गोटे है शूद्र सेवा अर्थात अन्यर जत्न नवा आ सेवा करवा शारीरिक परिश्रम देगी आ द्वितीयटी है शक्ति प्रयोग करके जो सेवा कर क्षेत्रीय सेवा कौन पैसा देकी जमी वस्त्र है लुगा लुगा बा खाद्य बा औषध एक जो सेवा करा जाए ताकू कहुए वैश्यची सेवा तापर शेषटी है विप्र सेवा अर्थात ज्ञान दे कौन कुपथगामी लोक को जो आम सत्मार्ग आनी था ताकू कहुए विप्र सेवा यही जो तीनोटी बा औषध एक जो सेवा करा जाए ताकू कहुए वैश्यची सेवा तापर शेषटी है विप्र सेवा अर्थात ज्ञान दे कौन कुपथगामी लोक को जो आम सत्मार्ग आनी था ताकू कहुए विप्र सेवा यही जो तीनोटी जाक आम पालन कर आम सभा शेष से शेष स्थिति बा तद स्थिति बा परमात्मा स्थिति आम पहुँची जाए यही गुड़िक हूँ प्रकृतर मानव धर्मर लक्षण किंतु साधारण लोक ताको बुझी पारंतिनी सनातन धर्म बोली कहती किंतु प्रकृतर सनातन धर्मर अर्थ बुझती नहीं आउ धर्म आउ रिलीजन भितर बहुत पार्थक्य अच्छी धर्म हूँ गोटे जेमिति प्रत्येक जगार नियार धर्म गोटे सेमती विश्व ब्रह्मांड जेते लोक अच्छा समस्त धर्म गोटे ता हूँ मानव धर्म बा भागवत धर्म बा सनातन धर्म तेणु धर्म हूँ गोटे आउ रिलीजन हूँ अनेक वर्तमान सुधा सारा पृथ्वी में 4200 रिलीजन रही आउ धर्म हूँ सनातन धर्म हूँ शाश्वत किंतु रिलीजन हूँ गोटे निर्दिष्ट समय निर्दिष्ट जगार निर्दिष्ट व्यक्ति द्वारा आरंभ होता है एवं सब बेले सनातन धर्म बा भागवत धर्म आमको धर्म शिखई थाए कौन बा यूनाइट एकता होकर आम रहा किंतु रिलीजन आमको सहित डिवाइड बा डिफरेन्शिएट सब लोकों भीतर विभेद सृष्टि करने शिखई थाए आउ धर्म थाए कौन विश्व भातृत्व भाव बा विश्व प्रेम यूनिवर्सल लव कि पाखर थाए कौन रिलीजन पाखर घृणा से सब बेले रक्तपात कराए तार निजर यूनिट की से बढ़ावा चाहे अन्य को काफेर कहीकि मारिदेवा चेष्टा करता है तेणु यही धर्म थाए विश्व भातृत्व भाव किंतु रिलीजन थाए कौन ना युद्ध अन्य को हत्या अन्य मानक किभली भाव घृणा करवा आ निजर संप्रदाय को बढ़ावा तेणु आज जो मोर परिस्थिति एभली प्रति मुहूर्त तृतीय विश्वयुद्धर संभावना रही तेणु जदि आम यही रिलीजन को फॉलो करिया निश्चित भाव में युद्ध ही अवसंभावी तेणु आम मानव धर्म जदि पालन करवा आम विश्व भातृत्व भाव सृष्टि करिपारिबा एवं मनीष भितर भेदभाव सृष्टि हेबनी तेणु आमर गोटे ईश्वर हेले परमेश्वर गोटे धर्म है मानव धर्म गोटे जाति है मानव जाति आउ मनीष मनीष भाई भाई यही भाव नहीं जदि आम प्रकृत धर्म को प्रचार करें तेबे समस्त विश्व बंची पार ना तृतीय विश्व तो कौ मुहूर्त है समस्त मनीष समाज ध्वंस हो।